ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ଗୁଡ଼ିକ ପ୍ରଥମେ ପାଇବା ପାଇଁ ବନ୍ଧୁଗଣ ଆପଣଙ୍କ ସମର୍ଥନରେ ମୋତେ ଏମିତି ଆଗକୁ ଭିଡ଼ିଓ ବନେଇବାର ପ୍ରେରଣା ମିଳିବ। ବନ୍ଧୁଗଣ ଆସିଯାଇଛି ଆପଣଙ୍କର ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ନିଯୁକ୍ତି। ବନ୍ଧୁଗଣ ସିଟି କରିଥିଲେ ଆବେଦନ କରିପାରିବେ। ବୟସ, ଦରମା, ପଦବୀ, ଚାକିରି ସ୍ଥାନ ଆଉ କିପରି ଆବେଦନ କରିବେ, କ'ଣ ରହିଛି ଆପଣଙ୍କର ଚୟନ ପ୍ରକ୍ରିୟା, ଆପଣଙ୍କର ପରୀକ୍ଷାର କିପରି ରହିଛି ପାଟର୍ନ, ଆଉ ତାପରେ ରହିଲା ଆପ୍ଲିକେସନ୍ ଫି କେତେ ରହିଛି, ଆଉ କେଉଁଠୁ ଏଇ ଭ୍ୟାକେନ୍ସିଟି ଆସିଛି ପଦବୀ ଗୁଡ଼ିକ, ଆଉ ତାପରେ ରହିଲା ଆପଣଙ୍କର ଦରମା ଆପଣଙ୍କୁ କେତେ ମିଳିବ। ଚାଲନ୍ତୁ ଦେଖିବା ବନ୍ଧୁଗଣ এই ଭିଡ଼ିଓରେ ଚାଲନ୍ତୁ। ବନ୍ଧୁଗଣ ଏଠି ଦେଖିପାରୁଥିବେ ଆପଣମାନେ ଗଭର୍ଣ୍ଣମେଣ୍ଟ ଅଫ୍ ଏନସିଟି ଅଫ୍ ଦିଲ୍ଲୀ ସବଅର୍ଡିନେଟ୍ ସର୍ଭିସେସ୍ ସିଲେକ୍ସନ୍ ବୋର୍ଡ ତରଫରୁ ଆସିଛି ବନ୍ଧୁଗଣ ନିଯୁକ୍ତି। ବନ୍ଧୁଗଣ ଆପଣ ଯଦି ସିଟି କରିଛନ୍ତି ତାହେଲେ ଆବେଦନ କରିପାରିବେ, ଆଉ ଆପଣଙ୍କର ଅଭିଜ୍ଞତା ନାହିଁ ତ ତାହେଲେ ବି ଆବେଦନ କରିପାରିବେ। ବନ୍ଧୁଗଣ ଆସିଗଲା ଗୋଟେ ନିଯୁକ୍ତିର ଗୋଟେ ବଡ଼ ଉପହାର ବନ୍ଧୁଗଣ ଦିଲ୍ଲୀ ତରଫରୁ। ବନ୍ଧୁଗଣ ଦିଲ୍ଲୀ DSSB ତରଫରୁ ଆସିଛି ବନ୍ଧୁଗଣ ନିଯୁକ୍ତି। ଚାଲନ୍ତୁ ଦେଖିବା କ'ଣ ରହିଛି ନିଯୁକ୍ତି। ଏଇଠି ଦେଖିପାରୁଥିବେ 10/9/2025ରେ ଏହି ଭ୍ୟାକେନ୍ସିଟି ରିଲିଜ୍ ହେଇଛି। ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି ପଦବୀ। ଚାଲନ୍ତୁ ଏଇଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ଆବେଦନ ତାରିଖଟି ଆରମ୍ଭ ହେଉଛି 17/9/2025 ବନ୍ଧୁଗଣ। ଆଉ ବନ୍ଧୁଗଣ ଯଦି ଆପଣ ସିଟି କରିଛନ୍ତି ଆଉ ଏମିତିରେ ତ ବନ୍ଧୁଗଣ ଆପଣଙ୍କର ପଦବୀ ଆସିବା ବହୁତ କମ୍। ଯଦି ଆପଣ କରିଛନ୍ତି ଆଉ ଦିଲ୍ଲୀରେ ଯଦି ଆପଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ହେବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିନ୍ତ ବନ୍ଧୁଗଣ ଆପଣ ଆବେଦନ କରନ୍ତୁ। ଆଉ କ୍ଲୋଜିଂ ଟାଇମ୍ ରହିଛି ଆପଣଙ୍କର 16/10/2025 ଆପଣଙ୍କର ରହିଛି। ହଁ, ଆଉ ବନ୍ଧୁଗଣ ଆପଣମାନେ ନିଶ୍ଚିନ୍ତ ଆବେଦନ କରନ୍ତୁ। ଆସିଷ୍ଟାଣ୍ଟ ଟିଚରର ପ୍ରାଇମେରୀ ଟିଚର ରହିଛି ଆପଣଙ୍କର ପଦବୀ। ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି ପଦବୀ। ଏଇଠି ଦେଖିପାରୁଥିବେ ସିରିଏଲ ନମ୍ବର ଆପଣଙ୍କର ରହିଛି 1। ସିରିଏଲ ନମ୍ବର 1ରେ ଆପଣଙ୍କର ରହିଛି 1055ଟି ପଦବୀ, ଆଉ ଆପଣଙ୍କର ସିରିଏଲ ନମ୍ବର 2ରେ ରହିଛି 125ଟି ପଦବୀ। ଆପଣଙ୍କର ମୋଟ ରହିଛି 1180ଟି ପଦବୀ ବନ୍ଧୁଗଣ। ଆଉ ବନ୍ଧୁଗଣ ଦେଖିପାରୁଥିବେ ଏଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ପ୍ରଥମେ ରହିଛି ଆପଣଙ୍କର ସିରିଏଲ 1ର ଆପଣଙ୍କର ରହିଛି ଆସିଷ୍ଟାଣ୍ଟ ଟିଚର ପ୍ରାଇମେରୀ ବନ୍ଧୁଗଣ। ପୋଷ୍ଟ କୋଡ୍ ଏଇଟା ରହିଛି। ଆଉ ବନ୍ଧୁଗଣ ଦେଖିପାରୁଥିବେ ଡିପାର୍ଟମେଣ୍ଟର ନାଁଟି ଏଇଠି ରହିଛି ଆପଣଙ୍କର ଡାଇରେକ୍ଟର ଅଫ୍ ଏଜୁକେସନ୍। ଆଉ ପଦବୀର ଆପଣଙ୍କର ରହିଛି ଆସିଷ୍ଟାଣ୍ଟ ଟିଚର ପ୍ରାଇମେରୀ। ଆଉ ତାପରେ ଦେଖିପାରୁଥିବେ ଭ୍ୟାକେନ୍ସି ଗୁଡ଼ିକ ଆପଣଙ୍କର ରହିଛି 1055ଟି। ଆପଣଙ୍କର ଅନରିଜର୍ଭ ରହିଛି 434, ଆପଣଙ୍କର ଓବିସି ପାଇଁ ରହିଛି 278, ଆପଣଙ୍କର ଏସସି ପାଇଁ ରହିଛି 153ଟି, ଆଉ ତାପରେ ଏସଟି ପାଇଁ ରହିଛି ଆପଣଙ୍କର 62ଟି, ତାପରେ ଆପଣଙ୍କର ଇଡବ୍ଲ୍ୟୁଏସ୍ ପାଇଁ ରହିଛି ଆପଣଙ୍କର 128ଟି, ତାପରେ କ୍ୟାଟେଗୋରୀ ଏ ପାଇଁ 14ଟି, କ୍ୟାଟେଗୋରୀ ବି ପାଇଁ 14ଟି, କ୍ୟାଟେଗୋରୀ ସି ପାଇଁ 14ଟି, କ୍ୟାଟେଗୋରୀ ଡିଇ ପାଇଁ ବି 13ଟି ଆପଣଙ୍କର ରହିଛି। ମୋଟ ରହିଛି ଆପଣଙ୍କର 1055ଟି ପଦବୀ। ଆଉ ତାପରେ ଦେଖିପାରୁଥିବେ ଶିକ୍ଷାଗତ ଯୋଗ୍ୟତା ଏଠି ଦେଖିପାରୁଥିବେ ଏସେନ୍ସିଆଲ ଏଜୁକେସନ କ୍ୱାଲିଫିକେସନ ମାନେ ଶିକ୍ଷାଗତ ଯୋଗ୍ୟତା ଏଇଠି ଦେଖିପାରୁଥିବେ ବନ୍ଧୁଗଣ। ଆପଣ ଯଦି 2 ବର୍ଷିଆ ଆପଣଙ୍କର ଯଦି ଏଲିମେଣ୍ଟାରୀ ଏଜୁକେସନ ଯଦି ଆପଣ ସିଟି 2 ବର୍ଷିଆ କରିଛନ୍ତି ଆଉ 50% ମାର୍କ ରଖିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ ବନ୍ଧୁଗଣ। ଆଉ ତାପରେ ଏଇଟା ନହେଲେ ଆପଣଙ୍କର ଅରରେ ଅଛି କିମ୍ବା ଏଠି ଦେଖିପାରୁଥିବେ ମୁଁ ଆପଣଙ୍କୁ ଦେଖେଇ ଦେଉଛି ସିନିୟର ସେକେଣ୍ଡାରୀ, ତାପରେ ଆପଣଙ୍କର ରହିଛି 45% ମାଗୁଛି ଆପଣଙ୍କର 45%। ତାପରେ ଆପଣଙ୍କର ରହିଛି 2 ବର୍ଷିଆ ଆପଣ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ, ତା ସହିତ ଆପଣଙ୍କର ଏନସିଟି ଆପ୍ରୁଭ ଥିବା ଦରକାର ବନ୍ଧୁଗଣ। ଆଉ ତାପରେ ଦେଖିପାରୁଥିବେ ଏଇଠି ବି ଦେଖିପାରୁଥିବେ ସିନିୟର ସେକେଣ୍ଡାରୀ, ଆଉ ତାପରେ ଆପଣଙ୍କର ରହିଛି ୱିଥ୍ ଆଟଲିଷ୍ଟ 50% ଆପଣ ମାର୍କ ରଖିଥିବେ 4 ବର୍ଷୀୟ ବ୍ୟାଚଲର ଅଫ୍ ଏଲିମେଣ୍ଟାରୀ ଏଜୁକେସନ। ଯଦି ଆପଣ ଡିଗ୍ରୀ କରିଛନ୍ତି ବ୍ୟାଚଲର ଅଫ୍ ଏଲିମେଣ୍ଟାରୀ ଏଜୁକେସନ ତାହେଲେ ବି ଆପଣ ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଛି
ତାପରେ ଆପଣଙ୍କର ରହିଛି ସିନିୟର ସେକେଣ୍ଡାରୀ ଅର୍ ଇଟ୍ସ ଇକ୍ୱିଭେଲେଣ୍ଟ ୱିଥ୍ ଆଟଲିଷ୍ଟ 50% ଆପଣ 2 ବର୍ଷ ଡିପ୍ଲୋମା ଏଜୁକେସନରେ ଯଦି ରଖିଛନ୍ତି, ତାହେଲେ ସ୍ପେଶିଆଲ ଏଜୁକେସନ ଯଦି କରିଛନ୍ତି ତାହେଲେ ବି ଆବେଦନ କରିପାରିବେ। ତାପରେ ଆପଣଙ୍କର ରହିଲା ଗ୍ରାଜୁଏସନ୍ ଆଣ୍ଡ ଗ୍ରାଜୁଏସନ୍, ଏଠି ଦେଖିପାରୁଥିବେ ଗ୍ରାଜୁଏସନ୍ ଆପଣଙ୍କର ରହିଛି ଗ୍ରାଜୁଏସନ୍, ତାପରେ ଆପଣଙ୍କର ରହିଛି 2 ଇୟର ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ କରିଥିଲେ ବି ଆବେଦନ କରିପାରିବେ। ଆଉ ତାପରେ ଆପଣଙ୍କର ରହିଲା ସେଣ୍ଟ୍ରାଲ ଟିଚର ଇଲିଜିବଲ୍ ପାସ୍ କରିଥିବାର ଅଛି ଆପଣମାନେ। ଆଉ ତାପରେ ଆପଣଙ୍କର ରହିଥିବାର ଅଛି ହିନ୍ଦୀ କିମ୍ବା ଇଂଲିଶ, ଆପଣଙ୍କର ହିନ୍ଦୀ କିମ୍ବା ଇଂଲିଶ ଆପଣଙ୍କର ଆଉ ପଞ୍ଜାବୀ ଆଉ ଇଂଲିଶ ସବଜେକ୍ଟ ସେକେଣ୍ଡାରୀ ଲେଭେଲରେ ଆପଣଙ୍କର ସବଜେକ୍ଟ ଥିବାର ଅଛି, ତାହେଲେ ଆବେଦନ କରିପାରିବେ। ପ୍ରଥମେ ରହିଲା ଆପଣଙ୍କର ଗୋଟିଏ, ତାପରେ ଆପଣଙ୍କର 2 ରହିଲା ଆପଣ ସିଟିଟି ପାସ୍ କରିଥିବେ, ତାପରେ ଆପଣଙ୍କର ରହିଲା ଉର୍ଦୁ ପଞ୍ଜାବୀ, ଏହି ସବଜେକ୍ଟ ରହିଲା ଆପଣଙ୍କର ସେକେଣ୍ଡାରୀ ଲେଭେଲରେ ଥିଲେ ଆବେଦନ କରିପାରିବେ। ଆଉ ରିଲାକ୍ସେସନ୍ ଆପଣଙ୍କର SST କି ଯାହା ମିଳିବା କଥା ମିଳିବ। ଆଉ ତାପରେ ଦେଖିପାରୁଥିବେ, ଆଉ ତାପରେ ଆପଣଙ୍କର ଦେଖିପାରୁଥିବେ ଅନୁଭବ ବନ୍ଧୁଗଣ କିଛି ଦରକାର ନାହିଁ ବନ୍ଧୁଗଣ, ଆବେଦନ କରିପାରିବେ। ଆଉ ତାପରେ ବନ୍ଧୁଗଣ ଦେଖିପାରୁଥିବେ ଦରମା ଆପଣଙ୍କର 35,000ରୁ ଆରମ୍ଭ ହେବ, 35,400ରୁ ଆରମ୍ଭ ହେବ ଆପଣଙ୍କର 1,12,000 ପର୍ଯ୍ୟନ୍ତ, 1,12,400 ପର୍ଯ୍ୟନ୍ତ ଯାଇପାରିବ ବନ୍ଧୁଗଣ। ଗ୍ରୁପ ବି ବନ୍ଧୁଗଣ ରହିଛି, ପେ ଲେଭେଲ ଆପଣଙ୍କର 6 ରହିଛି, ଜେନେରାଲ ସେଣ୍ଟ୍ରାଲ ସର୍ଭିସ ନନ୍ ମିନିଷ୍ଟ୍ରିଆଲ ଆଉ ନନ୍ ଗେଜେଟେଡ୍। ଆଉ ତାପରେ ଏଜ୍ ରିଲାକ୍ସେସନ ଆପଣ ଦେଖିପାରୁଥିବେ, ଏଜ୍ ଲିମିଟ୍ ଆପଣଙ୍କର ବୟସ ରହିଛି ଆପଣଙ୍କର 30 ବର୍ଷରୁ ଅଧିକା ଥିଲେ ଆପଣ ଆବେଦନ କରିପାରିବେ ନାହିଁ। ଆଉ ତାପରେ ଦେଖିପାରୁଥିବେ ଆଉ କଣ୍ଟ୍ରାକ୍ଚୁଆଲ, ହଁ ତାପରେ ଆପଣ ଦ୍ୱିତୀୟ ନମ୍ବର ସିରିଏଲରେ ଦେଖିପାରୁଥିବେ ନ୍ୟୁ ଦିଲ୍ଲୀ ମୁନିସିପାଲ କାଉନସିଲ ତରଫରୁ ଆସିଛି ନିଯୁକ୍ତି, ଆପଣଙ୍କର ଆସିଷ୍ଟାଣ୍ଟ ଟିଚର ପ୍ରାଇମେରୀ ପାଇଁ ଆସିଛି ନିଯୁକ୍ତି। ଆଉ ତାପରେ ଦେଖିପାରୁଥିବେ ଏଠି ଦେଖିପାରୁଥିବେ ଆପଣଙ୍କର ରହିଛି ମୋଟ ରହିଛି 125ଟି ପଦବୀ। ଆଉ ପ୍ରଥମେ ଆପଣଙ୍କର ଅନରିଜର୍ଭ ରହିଛି 68ଟି, OBC ପାଇଁ ଆପଣଙ୍କର ରହିଛି 28ଟି, ତାପରେ ଆପଣଙ୍କର SC ପାଇଁ ରହିଛି 13ଟି, ST ପାଇଁ ରହିଛି 7ଟି, EWS ପାଇଁ 9ଟି, ତାପରେ ଆପଣଙ୍କ କ୍ୟାଟେଗୋରୀ A 2ଟି, କ୍ୟାଟେଗୋରୀ B ଗୋଟିଏ, ତାପରେ କ୍ୟାଟେଗୋରୀ C ଆପଣଙ୍କର 2ଟି, ତାପରେ କ୍ୟାଟେଗୋରୀ D ଆଉ E ପାଇଁ ଗୋଟିଏ ରହିଛି ପଦବୀ। ଆଉ ମୋଟ ଆପଣଙ୍କର ରହିଛି 125ଟି। ତାର ଶିକ୍ଷାଗତ ଯୋଗ୍ୟତା ଆପଣଙ୍କର ମାନେ 12 ମାନେ +2 ପାସ୍ କରିଥିବାର ଅଛି 50% ମାର୍କରେ। ତାପରେ ଆପଣଙ୍କର 2 ଇୟର ଡିପ୍ଲୋମା ଇନ୍ ପ୍ରାଇମେରୀ ଏଜୁକେସନ୍ କରିଥିବାର ଅଛି। ଆଉ ତାପରେ ଆପଣଙ୍କର ହିନ୍ଦୀ ମଷ୍ଟ ହାଭ୍ ହିନ୍ଦୀ ପାସ୍ ଆଟ୍ 10th କ୍ଲାସରେ ଆପଣଙ୍କର ହିନ୍ଦୀରେ ପାସ୍ ହେଇଥିବାର ଅଛି ସବଜେକ୍ଟରେ। ଆଉ ତାପରେ ଆପଣଙ୍କର ଦେଖିପାରୁଥିବେ ଆଉ କମ୍ପ୍ୟୁଟର ବେସିକ୍ କମ୍ପ୍ୟୁଟର ନଲେଜ ଥିବାର ଅଛି। ତାପରେ ଆପଣଙ୍କର ଦେଖିପାରୁଥିବେ ଏଠି ଅନୁଭବ କିଛି ଦରକାର ନାହିଁ। ଆଉ ତାପରେ ଆପଣଙ୍କର ପେ ସ୍କେଲ୍ ଆପଣଙ୍କର ରହିଛି 35,400ରୁ ଆପଣଙ୍କର 1,12,400 ପର୍ଯ୍ୟନ୍ତ ଆପଣଙ୍କର ରହିଛି ପେ ସ୍କେଲ୍। ଆଉ 30 ବର୍ଷରୁ ଅଧିକା ହେଇଥିଲେ ଆବେଦନ କରିପାରିବେ ନାହିଁ। ଆଉ ତାପରେ ଦେଖିପାରୁଥିବେ ଏଠି ଦେଖିପାରୁଥିବେ ବନ୍ଧୁଗଣ ଆପଣଙ୍କର ଇଲିଜିବିଲିଟି କ୍ରାଇଟେରିଆ ଆପଣଙ୍କର ହେଇଛି, ଆପଣଙ୍କର କ୍ୟାଣ୍ଡିଡେଟ୍ ମଷ୍ଟ ଆପଣଙ୍କ ଭାରତର ସିଟିଜେନ୍ ହେଇଥିବାର ଅଛି। ତାପରେ ଆପଣଙ୍କର କ୍ୱାଲିଫିକେସନ୍ ଶିକ୍ଷାଗତ ଯୋଗ୍ୟତା ଥିବାର ଅଛି। ଏଇଠି ଦେଖିପାରୁଥିବେ ହାଉ ଟୁ ଆପ୍ଲାଏ, କିପରି ଭାବରେ ଆବେଦନ କରିପାରିବେ। ବନ୍ଧୁଗଣ ଆପଣମାନେ ଏଇ ଯେଉଁ ୱେବସାଇଟ୍ ରହିଲା ଏଇଠି ଯାଇକି ଆବେଦନ କରିପାରିବେ, ନଚେତ୍ ମୁଁ ଟେଲିଗ୍ରାମ ଗ୍ରୁପରେ ଆବେଦନ ନୂଆ ଆପଣମାନେ ଯେଉଁମାନେ ନୂଆ ଅଛନ୍ତି ଦିଲ୍ଲୀ ଏ ଯେଉଁ DSSSBରେ ଯଦି ରେଜିଷ୍ଟର ଆକାଉଣ୍ଟ ନାହିଁ ଆପଣଙ୍କର, ତାହେଲେ ମୁଁ ଡିସ୍କ୍ରିପ୍ସନରେ ଲିଙ୍କ ଦେଇଛି, ସେଠି ଡିସ୍କ୍ରିପ୍ସନରେ ଟେଲିଗ୍ରାମ ଗ୍ରୁପର ଲିଙ୍କ ଦେଇଛି, ସେଠି ଆପଣ ପାଇଯିବେ ନୂଆ ଆକାଉଣ୍ଟ କ୍ରିଏଟ୍ କରିବାର ଲିଙ୍କଟି। ଆଉ ତାପରେ ଯଦି ଆପଣଙ୍କ ପାଖରେ ଆକାଉଣ୍ଟ ଅଛି ତାହେଲେ ଆବେଦନ କରିବାର ଲିଙ୍କ ବି ସେଠି ମଧ୍ୟ ପାଇଯିବେ ଟେଲିଗ୍ରାମ ଗ୍ରୁପରେ, ଆଉ PDF ମଧ୍ୟ ସେଠି ପାଇଯିବେ। ଆବେଦନ ରହିଛି ଆପଣଙ୍କର 17 ସେପ୍ଟେମ୍ବର 2025 12ଟା ନୁନ୍ରେ ଆପଣଙ୍କର ଆରମ୍ଭ ହେଉଛି, 16 ଅକ୍ଟୋବର ଆପଣଙ୍କର 11ଟା 59ରେ ଆବେଦନ ସରିଯାଉଛି, 16 ଅକ୍ଟୋବର 2025। ଆଉ ବନ୍ଧୁଗଣ ଦେଖିପାରୁଥିବେ ଆପ୍ଲିକେସନ୍ ଫି ଆପଣଙ୍କର ମାତ୍ର 100 ଟଙ୍କା ରହିଛି। ଆଉ ଆପଣଙ୍କର ଓମେନ୍, ତାପରେ ରହିଲା ଆପଣଙ୍କର ସିଡ୍ୟୁଲ୍ କାଷ୍ଟ, ସିଡ୍ୟୁଲ୍ ଟ୍ରାଇବ୍, ତାପରେ ଆପଣ ରହିଲେ PWD ଏକ୍ସ ସର୍ଭିସମ୍ୟାନ୍, ଏମାନଙ୍କୁ ଆପ୍ଲିକେସନ୍ ଫି ଦେବାକୁ ପଡ଼ିବନି
ଆଉ ସମସ୍ତେ ଯେଉଁମାନେ ରହିଲେ ଓବିସି ହଉ ଜେନେରାଲ ପିଲା ହଉ ସେମାନେ ଦେବାକୁ ପଡ଼ିବ। ଆବେଦନ ପତ୍ରର ଆପଣଙ୍କର ଫିଟା 100 ଟଙ୍କା ଦେବାକୁ ପଡ଼ିବ। ଆଉ ଓମେନ୍ସ ଏମାନେ ସବୁ ଦେବାକୁ ପଡ଼ିବ ନାହିଁ। SST ଆଉ ତାପରେ ଦେଖିପାରୁଥିବେ ଏକ୍ଜାମର ଆପଣଙ୍କର ସିଡ୍ୟୁଲଟି ରହିଛି। ଏକ୍ଜାମର ସ୍କିମ୍ଟି ଆପଣଙ୍କର ରହିଛି ଏଠି। ଆଉ ଏଠି ଦେଖିପାରୁଥିବେ 2 ଘଣ୍ଟାର ଆପଣଙ୍କର ଏକ୍ଜାମ ହେବ। ଆପଣଙ୍କର ଟିଓର 1ଟା ଆପଣଙ୍କର ଆଉ 200 ମାର୍କର କୋଶ୍ଚିନ୍ ରହିବ। ଆଉ 200 ମାର୍କର ଆପଣଙ୍କର ଟୋଟାଲ 200 ମାର୍କ ରହିବ, 200 ମାର୍କର କୋଶ୍ଚିନ୍ ରହିବ। ଆଉ ତାପରେ ରହିଲା ଆପଣଙ୍କର ଟୋଟାଲ ଗ୍ରାଣ୍ଟ 200 ଏକା ରହିବ। ଆଉ ତାପରେ ଆପଣଙ୍କର ସେକ୍ସନ ବିରେ ଆପଣଙ୍କର ସେକ୍ସନ ବିରେ MCQ 1 mark each based on NCD curriculum including teaching methodology। ସେକ୍ସନ ଏ ରେ ଆପଣଙ୍କର ରହିବ ସମ୍ପୂର୍ଣ୍ଣ ମୋଟ ମାର୍କ ରହିବ ଆପଣଙ୍କର 100 ମାର୍କ। ଆଉ 5ଟି ସେକ୍ସନରେ ଆପଣଙ୍କର ପରୀକ୍ଷା ହେବ। 5ଟି ଆପଣଙ୍କର ରହିବ ଟପିକ୍ସ ସବଜେକ୍ଟ। ଆପଣଙ୍କର ପ୍ରଥମେ ରହୁଛି ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜନିଂ ଆବିଲିଟି। ଦ୍ୱିତୀୟରେ ଆପଣଙ୍କର ରହିଛି ଜେନେରାଲ ଆୱାରନେସ୍। ତୃତୀୟରେ ଆପଣଙ୍କର ରହିଛି ଆରିଥମେଟିକାଲ ଆଣ୍ଡ ନ୍ୟୁମେରିକାଲ ଏବିଲିଟି। ଚତୁର୍ଥରେ ଆପଣଙ୍କର ରହିଛି ଇଂଲିଶ ଲାଙ୍ଗୁଏଜ କମ୍ପ୍ରେହେନ୍ସନ୍। ପଞ୍ଚମରେ ରହିଛି ଆପଣଙ୍କର ହିନ୍ଦୀ ଲାଙ୍ଗୁଏଜ ଆଣ୍ଡ କମ୍ପ୍ରେହେନ୍ସନ୍। ଆପଣଙ୍କର ମୋଟ ମାର୍କ 100 ମାର୍କ ରହିବ, 100 କୋଶ୍ଚିନ୍ ରହିବ। ଆଉ ବିରେ ଆପଣଙ୍କର NCD କରିକୁଲମ୍ ତରଫରୁ ଆପଣଙ୍କର MCQ ରହିବ। ତାପରେ ଆପଣଙ୍କର ଚୟନ ପ୍ରକ୍ରିୟା ରହିବ। ଆଉ ଆପଣଙ୍କର ଯେଉଁ ଏଜ୍ ରିଲାକ୍ସେସନ୍ ମିଳୁଛି ସେଇଟା ବି ଆପଣଙ୍କୁ ମିଳିବ। SC/ST ପାଇଁ ଆପଣଙ୍କର ରହିଲା 5 ବର୍ଷ, OBC ପାଇଁ ଆପଣଙ୍କର 3 ବର୍ଷ। ତାପରେ ଆପଣଙ୍କର PWBD ଆଉ UREWS ପାଇଁ ଆପଣଙ୍କର ରହିଲା 10 ବର୍ଷ। ତାପରେ ଆପଣଙ୍କର ରହିଲା PWBD SC/ST ପାଇଁ ଆପଣଙ୍କର ରହିଲା 15 ବର୍ଷ। PWBD OBC ପାଇଁ ଆପଣଙ୍କର ରହିଲା 13 ବର୍ଷ ସରି କ୍ଷମା କରିବେ ବନ୍ଧୁଗଣ। ଏ ଯେଉଁ ଆବେଦନ ପ୍ରକ୍ରିୟାର ଦିଲ୍ଲୀର ଯେଉଁ ରହିଛି ଆପଣଙ୍କର ପ୍ରାଇମେରୀ ଟିଚର ଆବେଦନ ଆପଣ ଆବେଦନ କରିବାକୁ ଯଦି ଚାହୁଁଛନ୍ତି ଆଉ PDF ଯଦି ଚାହୁଁଛନ୍ତି ତାହେଲେ ଡିସ୍କ୍ରିପ୍ସନରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପରେ। ଆପଣ ସେଠି କ୍ଲିକ୍ କରିକି ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମକୁ ଆସନ୍ତୁ। ଆଉ ଆପଣ ଏଠି PDF ପାଇବ। ଆଉ ନୂଆ ଆବେଦନ କରିବାର ଲିଙ୍କ୍ ବି ପାଇବେ। ଆଉ ଯେଉଁମାନେ ପୁରୁଣା ଆକାଉଣ୍ଟ ବି ଅଛି ଆପଣଙ୍କର ଦିଲ୍ଲୀ ଷ୍ଟେଟ୍ ବୋର୍ଡ଼ରେ ତାର ବି ଆବେଦନ ଲିଙ୍କ୍ ଏଠି ପାଇଯିବେ ବନ୍ଧୁଗଣ। ଆପଣଙ୍କର ମେନ୍ସନ୍ ରହିବ ଆଜିର ତାରିଖ ଆପଣଙ୍କର, ଆଉ ତାପରେ ଆପଣଙ୍କର ମାସ, ଆଉ ଆପଣଙ୍କର ବର୍ଷ, ଆଉ ତାପରେ ଆପଣଙ୍କର ଦିଲ୍ଲୀ ଲେଖିକି ଏଠି ରିଲିଜ୍ ହେଇଯିବ। କାରଣ ଏବେ ଇଣ୍ଟରନେଟ୍ ବନ୍ଦ ଅଛି ଏଥିପାଇଁ ଶୋ କରୁନି। ଆଉ ଆପଣ ଏଠି ଆସିକି ଡାଉନଲୋଡ୍ କରିବେ। ଆଉ ଆବେଦନ କରିବାର ଲିଙ୍କ୍ ବି ମଧ୍ୟ ପାଇଯିବେ ବନ୍ଧୁଗଣ। ଆଉ ଯଦି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆପଣ ଲାଇକ୍ କରନ୍ତୁ। ଆଉ ଯଦି ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତାର ମତାମତ ଆପଣ କମେଣ୍ଟ ସେକ୍ସନରେ ଦିଅନ୍ତୁ। ଆଉ ଏଇ ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।